ବାସ୍ତବରେ ଆଜି ଆମ ପାଇଁ ଅତ୍ୟନ୍ତ ଆଜି ଦିନଟି ଦୁଃଖଦାୟକ ଥିଲା। ଆମର ପାରିବାରିକ ବନ୍ଧୁ, ମୋର ବଡ଼ ଭାଇ, ମୋର ମାର୍ଗଦର୍ଶକ ଏବଂ ନିଆଳି ନିର୍ବାଚନ ମଣ୍ଡଳୀରେ ଦଳ ମତ ପନ୍ଥ ବର୍ଣ୍ଣ ନିର୍ବିଶେଷରେ ନିର୍ବିବାଦୀୟ ରାଜନୈତିକ ସାଧୁ କହିଲେ ଅତ୍ୟୁକ୍ତି ହେବନି। ଆଜି ଶ୍ରୀଯୁକ୍ତ ଆର୍ତ୍ତତାଣ ମଲ୍ଲିକଙ୍କର ଦେହାନ୍ତ ଘଟିଛି, ଅକାଳରେ ମୃତ୍ୟୁବରଣ କରିଛନ୍ତି। ସମଗ୍ର ଅଞ୍ଚଳ ନିଆଳି ଅଞ୍ଚଳରେ ଆଜି ଶୋକର ଛାୟା ଘଟିଛି। ଆର୍ତ୍ତ ଭାଇଙ୍କ ବିଷୟରେ ଯେତେ କହିଲେ ବି କମ୍ ହବ। ରାଜନୈତିକ କ୍ଷେତ୍ରରେ କାମ କଲାବେଳେ ବିଭିନ୍ନ ବିଚାରରେ ବିଭିନ୍ନ ଲୋକ କାମ କରନ୍ତି, କିନ୍ତୁ ତାଙ୍କ ଭଳି ଜଣେ ଆମାୟିକ ବ୍ୟକ୍ତିତ୍ୱ, ବିଶେଷ କରି ଜଣେ ରାଜନୈତିକ ସାଧୁ, ତାଙ୍କ ଆଚାର ବ୍ୟବହାର ପର ପିଢ଼ିକୁ ଗୋଟେ ବଡ଼ ଦିଗ୍ଦର୍ଶନ ଦବ। ଜଣେ ରାଜନୈତିକ କ୍ଷେତ୍ରରେ ରହିକିରି କେତେ ଫେୟାର ହେଇପାରେ ସେଇଟା ଗୋଟେ ବଡ଼ ବିଷୟ। ବାକି ଆର୍ତ୍ତ ଭାଇ, ମୋ ବାପା ଶିକ୍ଷକ ଥିଲାବେଳେ ତାଙ୍କ ପାଖରେ ପଢୁଥିଲେ ଏବଂ ଆମେ ସ୍କୁଲରେ ଥିଲାବେଳେ ଛୋଟ ଛୁଆ ବେଳେ ସେ ଆମ ପାଖରେ ରହୁଥିଲେ। ସେ ଦୃଷ୍ଟିରୁ ଆମ ପରିବାର ତାଙ୍କ ପରିବାର ପରସ୍ପର ପାରିବାରିକ ବନ୍ଧୁ। ଆଉ ମୁଁ ଆଜି ମୋର ବଡ଼ ଭାଇଙ୍କୁ ହରେଇଛି, ମୁଁ ସେ ଦୃଷ୍ଟିରୁ ଅତ୍ୟନ୍ତ ମର୍ମାହତ। ପ୍ରଭୁ ଜଗନ୍ନାଥ ତାଙ୍କ ଆତ୍ମାକୁ ସଦ୍ଗତି ଦିଅନ୍ତୁ, ତାଙ୍କ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଉଛି।